ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ସେ ଶ୍ରାବଣ ପୂର୍ଣ୍ଣିମା ତିଥିର କବି, ସେ ମାତୃଭୂମିର କବି, ସେ ପ୍ରକୃତି କବି, ସେ ଓଡ଼ିଶାର ୱିଲିୟମ ୱାର୍ଡସୱାର୍ଥ ରଙ୍ଗାଜୀବ ଗଙ୍ଗାଧର, ଯାହାଙ୍କର କବିତାର ପ୍ରତି ଛତ୍ରେ ଛତ୍ରେ ପିଲାମାନେ ପ୍ରତିଫଳିତ ହୋଇଛି ମାତୃଭୂମି ପ୍ରତି ଗଭୀର ପ୍ରୀତି, ଗଭୀର ଅନୁରକ୍ତି, ମା ମାଟି ମଣିଷ ଆଉ ମାତୃଭାଷା ଯାହାଙ୍କର ଏକାନ୍ତ କାମ୍ୟ ଥିଲା। ସେ ଗାଇଥିଲେ ମାତୃଭୂମି କବିତାରେ ଯେତେବେଳେ ମାଟି ପ୍ରତି ବିପଦ ଥିଲା, ଯେତେବେଳେ ଭାଷା ପ୍ରତି ବିପଦ ଥିଲା, ଠିକ୍ ସେହି ସମୟରେ ତାଙ୍କ ତର୍ଜନୀ, ତାଙ୍କ ଲେଖନୀ ମନ ଗର୍ଜନ କରି ଉଠିଥିଲା ସେଇମାନଙ୍କ ବିରୁଦ୍ଧରେ ଯେଉଁମାନେ ମାତୃଭୂମି ମାତୃଭାଷାକୁ ଅବଜ୍ଞା କରୁଥିଲେ। ଆଉ ସେହି ସମୟରେ ସେହି କାଳରେ ଏହା ରଚନା କରାଯାଇଥିଲା ମାତୃଭୂମି ଏକ ସୁନ୍ଦର କବିତା। ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। କେବଳ ସେତିକି ନୁହେଁ ପିଲାମାନେ, ମା ମାଟି ମାତୃଭାଷା ପ୍ରତି ଓଡ଼ିଆ ଭାଷାରେ ରଚିତ ଅନ୍ୟାନ୍ୟ କବିମାନଙ୍କର ସୁନ୍ଦର କବିତା ପଙ୍କ୍ତି ତୁମେ ଦେଖିବାକୁ ପାଇବ। ଆଗକୁ ଯେଉଁ କୁହାଯାଉଛି, ଜନନୀ ଜନମ ମାଟି ଏଇ ମୋର ଗାଁ, ଭୁଲି ନାହିଁ ନ ଭୁଲିବି କେବେ ତାର ନାଁ। ଆଉ ମଧ୍ୟ କୁହାଯାଇଥିଲା, ମାଟିର ସେଇ ସରଗ ମୋର, ସେଇଠି ଅଛି ମୋ ଷଠି ଘର, ସେଇଠି ପୁଣି ଜଳିବ ଶେଷେ ମୋହରି ଚିତା ନିଆଁଟି, ଛୋଟ ମୋର ଗାଁଟି। ଏ କବିତାକୁ ତମେମାନେ ପଢ଼ି ଆସିଛ ପିଲାମାନେ। ତେବେ ନିଶ୍ଚିତ ଭାବରେ ଆଜିର ଏ ମାତୃଭୂମି କବିତାର କବି, ସ୍ୱଭାବ କବି, ପ୍ରକୃତି କବି ରଙ୍ଗାଜୀବ ଗଙ୍ଗାଧର ମେହେରଙ୍କର ଜନ୍ମ ହୁଏ ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ, ଯେଉଁ କୁହାଯାଉଛି ଶ୍ରାବଣ ପୂର୍ଣ୍ଣିମା ତିଥି 1862 ମସିହାରେ ଅଗଷ୍ଟ ମାସ 9 ତାରିଖ। ଏବଂ ଆଉ ମଧ୍ୟ କୁହାଯାଇଛି ତାଙ୍କ ପିତାଙ୍କ ନାମ ଥିଲା ଚୈତନ୍ୟ ମେହେର ଏବଂ ତାଙ୍କ ମାତାଙ୍କ ନାମ ଥିଲା ସେବତୀ ଦେବୀ। ବିଶେଷ କରି ତାଙ୍କ ନୀତିବାଦୀ ସେ ଥିଲେ, ସେ ପ୍ରଚଣ୍ଡ ନୀତିବାଦୀ। ଭାରତୀୟ ଆଦର୍ଶ, ଭାରତୀୟ ଦର୍ଶନ, ଭାରତୀୟ ସଂସ୍କାର ଏହାକୁ ସେ ଜାବୁଡ଼ି ଧରିଥିଲେ। ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ଥିଲା। ତାଙ୍କ କାବ୍ୟ କବିତାରେ କେଉଁଠାରେ ନୈତିକ ସ୍ଖଳନ ନଥିଲା, ଅମଣିଷପଣିଆର ଭାବଧାରା ନଥିଲା, କେବଳ ଏକ ସଂସ୍କାର ଯୁକ୍ତ ଜୀବନଧାରା ଏବଂ ବ୍ୟକ୍ତିନିଷ୍ଠ ନୀତିନିଷ୍ଠ ଆଦର୍ଶବାଦକୁ ଜାବୁଡ଼ି ଧରି ସାରା ଜୀବନ ଦରିଦ୍ରର କଷାଘାତରେ ନିପୀଡ଼ିତ ହୋଇଥିଲେ ମଧ୍ୟ ସେ ତାଙ୍କ କାବ୍ୟ କବିତାରେ ଭାରତୀୟ ଦର୍ଶନ, ଭାରତୀୟ ନୀତି ନୈତିକତାର କଥାକୁ ସେ ନିଶ୍ଚିତ ଭାବରେ ସମର୍ପଣ କରିଯାଇଛନ୍ତି। ଏହି ମହାନ କବି ଯେଉଁ କୁହାଯାଏ, ତାଙ୍କର ଆଦର୍ଶ ଅନ୍ୟ ପାଇଁ ନିଶ୍ଚିତ ଭାବରେ ଅନୁକରଣୀୟ। ପ୍ରକୃତି ସହିତ ଗଭୀର ଭାବରେ ଆନ୍ତରିକ ଭାବରେ ସେ ଯୋଡ଼ି ହୋଇଯାଇଥିଲେ ଏବଂ ପ୍ରକୃତିକୁ ଏକ ନୂତନ ରୂପ ପ୍ରଦାନ କରିଥିଲେ। ପ୍ରକୃତି ତାଙ୍କ ଭାଷାରେ ଜୀବନ୍ତ ଜୀବନ୍ତ ଲାଗେ। ପ୍ରତ୍ୟେକ ପ୍ରକୃତି ସତେ ଯେମିତି ମଣିଷ ସହ ଆଙ୍ଗିକ ଏବଂ ଆତ୍ମିକ ଭାବରେ କଥା କୁହେ। ଏହା ତାଙ୍କ କବିତା ଇନ୍ଦୁମତୀ, ତାଙ୍କ କବିତା କୀଚକବଧ, ପ୍ରଣୟବଲ୍ଲରୀ, ଆଉ ମଧ୍ୟ ତପସ୍ୱିନୀ, ଅର୍ଘ୍ୟଥାଳୀ, କବିତା କଲ୍ଲୋଳ, ଏଇଭଳି ଭାବରେ ଅସଂଖ୍ୟ କବିତା ତାଙ୍କର ମାତୃଭୂମି କବିତା। ଅର୍ଘ୍ୟଥାଳୀ, ଯାହାକି ଶିଶୁମାନଙ୍କ ପାଇଁ ଏକାନ୍ତ ପ୍ରଣିଧାନ ଯୋଗ୍ୟ ଅର୍ଘ୍ୟଥାଳୀ କବିତା ପିଲାମାନେ ପଢ଼ିବ। ସେହି ଅର୍ଘ୍ୟଥାଳୀ କବିତାର ଏକ ସୁନିର୍ବାଚିତ କବିତା, ଏହା କୁହାଯାଇଛି ମାତୃଭୂମି। ଆମେ ଆଉ ବିଶେଷ ଭାବରେ ଏଥିରେ ଆଲୋଚନା କରିବା ନାହିଁ, ସିଧାସଳଖ ଭାବରେ କବିଙ୍କ କବିତାକୁ ଆଲୋଚନା କରିବା। ଯେକାଳେ ବାଳକ ବୁଲି ଯାଇପାରେ ପଡ଼ୋଶୀମାନଙ୍କ ଘର, ସେକାଳେ ଜାଣଇ ଅନ୍ୟ ଘର ସବୁ ତା ସଙ୍ଗୀ ବାଳକଙ୍କର। ଏଥିରେ ବୁଝିବାର କଥା, ନିଶ୍ଚିତ ଭାବରେ ଛୋଟ ପିଲାଟି ଯେତେବେଳେ ଠୁକୁଲୁ ଠୁକୁଲୁ ପାଦରେ ଅନ୍ୟ ପଡ଼ୋଶୀମାନଙ୍କୁ, ଏଠି ପଡ଼ୋଶୀମାନେ କିଏ? ସେ ନା ନିଜ ଘର ପାଖକୁ, ନିଜ ଘରକୁ ଲାଗିଥିବା ଅନ୍ୟ ଘର ସବୁ, ଯାହାକୁ ଆମେ କହୁଛେ ପଡ଼ୋଶୀ। ଯେତେବେଳେ ବାଳକ ବୁଲିଯାଏ ନିଜ ପଡ଼ୋଶୀମାନଙ୍କର ଘର, ସେ ଜାଣେ ଯେ ଅନ୍ୟ ଘର ସବୁ, ତା ଘର ପାଖକୁ ଲାଗିଥିବା ଘର ସବୁ ନିଶ୍ଚିତ ଭାବରେ ତା ସଙ୍ଗୀ ଅର୍ଥ ତା ସାଙ୍ଗ, ତା ସାଥୀ ବାଳକମାନଙ୍କର, ଯେଉଁମାନେ ସେଠି ସହାବସ୍ଥାନ କରୁଛନ୍ତି, ରହିଛନ୍ତି। ଏଇଭଳି ଭାବରେ କୁହାଯାଇଛି ପ୍ରଥମ ପଦରେ। ପରେ ଯେତେବେଳେ ଆପଣା ପଡ଼ାରୁ ଅନ୍ୟ ପଡ଼ା ବୁଲି ଯାଏ,
ସେହି ସମୟରେ ପଡ଼ୋଶୀ ପଡ଼ାକୁ ଆପଣାର ମଣି ଥାଏ। କୁହାଗଲା ଯେତେବେଳେ ସେ ଆପଣା ପଡ଼ାରୁ ନିଜ ପଡ଼ା, ଆପଣା ଶବ୍ଦର ଏଠି ପିଲାମାନେ ନିଜ ପଡ଼ା ଅର୍ଥ ଯେଉଁ ସାମଗ୍ରିକ ଭାବରେ ଯେଉଁ ଅଞ୍ଚଳରେ ସେ ରହୁଛନ୍ତି ଘର କରି ସେଇ ଛୋଟ ବସ୍ତି ଆମେ ତାକୁ କହିବା ପଡ଼ା। ଏବଂ ଏଇ ପଡ଼ାର ପିଲାଟିଏ ଯେତେବେଳେ ଅନ୍ୟ ପଡ଼ାକୁ ଯାଏ ସେତେବେଳେ ସେ ଅନ୍ୟ ପଡ଼ାକୁ ମଧ୍ୟ ନିଜ ପଡ଼ା ବୋଲି ମାନିଥାଏ, ନିଜ ଅଞ୍ଚଳ ବୋଲି ମାନିଥାଏ, ନିଜର ବସ୍ତି ବୋଲି ମାନିଥାଏ। ଏହା ମାତୃଭୂମିର ଏକ ଅଂଶ ଯେଉଁ କୁହାଯାଇଛି। ଅନ୍ୟ ଗ୍ରାମେ ପୁଣି ଯାଏ ଯେବେ ନିଜ ଗ୍ରାମରୁ ହୋଇ ବାହାର, ସେକାଳେ ଜାଣଇ ନିଜ ଘର ଯହିଁ ସେ ଗ୍ରାମ ଅଟେ ତାହାର। ଯେତେବେଳେ ସେ ଆଉ ଟିକେ ବିସ୍ତାରିତ ହୁଏ, ଆଉ ଟିକେ ଯେଉଁ କୁହାଯାଉଛି ସମ୍ପ୍ରସାରିତ ହୁଏ, ଆଉ ଟିକେ ଖୋଲି ହୁଏ, ତାର ଉର୍ବର ମସ୍ତିଷ୍କ ଯେତେବେଳେ ପ୍ରସ୍ଫୁଟିତ ହୁଏ ଏବଂ ନିଜ ଗ୍ରାମରୁ ନିଜ ପଡ଼ାରୁ ବାହାରି କରି ଯେତେବେଳେ ଅନ୍ୟ ଗ୍ରାମକୁ ସେ ଯାଏ ସେତେବେଳେ ସେ ବୁଝେ ଯେ ଏ ଗ୍ରାମ ତାହାର ନୁହଁ, ତା ନିଜ ଗ୍ରାମଟି ତା ନିଜର। ଏବଂ ଯେଉଁ କୁହାଯାଉଛି ବରପାଲି ହିଁ କବିଙ୍କର ଜନ୍ମସ୍ଥାନ ଏବଂ ବରଗଡ଼ର ଅନ୍ୟାନ୍ୟ ଗ୍ରାମ ଯେଉଁ ଅଛି ତାହା ତାଙ୍କର ଜନ୍ମସ୍ଥାନ ନୁହେଁ। ଏକ ଯେଉଁ କୁହାଯାଉଛି ସଙ୍କୋଚ ଭାବନା ଭିତରେ, ଏକ ଜନ୍ମ ହେବାର ଭାବନା ଭିତରେ ତା ଗ୍ରାମଟି କେବଳ ତାର ଏବଂ ଅନ୍ୟ ଗ୍ରାମଟି ଅନ୍ୟ ସାଙ୍ଗମାନଙ୍କର, ଅନ୍ୟ ବ୍ୟକ୍ତିମାନଙ୍କର ଜନ୍ମସ୍ଥାନ, ଏହା ସେ ବୁଝିଥାଏ। ପୁଣି କୁହାଯାଇଛି ଆପଣା ଗ୍ରାମର ନଦୀ ପୁଷ୍କରିଣୀ ବଗିଚା ଆଦି ସକଳ ଆପଣାର ବୋଲି କହେ ପୁଣି ସେହି ସବୁକୁ ମଣଇ ଭଲ। ନିଜ ଗ୍ରାମର ଯେଉଁ କୁହାଯାଉଛି ଆପଣା ଶବ୍ଦ ନିଜ, ନିଜ ଗ୍ରାମର ନଈଟିଏ ପୋଖରୀଟିଏ ଯେଉଁ କୁହାଲା ନଦୀ ପୁଷ୍କରିଣୀ ଏ ସବୁକୁ ସେ ଆପଣାର ମଣେ, ନିଜର ମଣେ। ବାଲ୍ୟ ସ୍ମୃତି ତା ସହିତ କେତେ ଯେ ଜଡ଼ିତ ତା ଜୀବନର ବାଲ୍ୟ ଭାବଧାରା ଏଇ ମାଟି ମଣିଷର ନିଜର ନଈ, ନିଜର ପୁଷ୍କରିଣୀ, ନିଜର ଗ୍ରାମ ଯେଉଁ ରାସ୍ତା ଏହା ସହିତ ସେ ନିବିଡ଼ ଭାବରେ ଜଡ଼ିତ ଅଛି। ବଡ଼ ହୋଇ ଯେବେ କରି ଯାଇପାରେ ଅନ୍ୟ ରାଜ୍ୟ ବିଚରଣ, ବଖାଣଇ ତହିଁ ନିଜ ରାଜା ରାଜ୍ୟ ଲୋକଙ୍କର ଶ୍ରେଷ୍ଠପଣ। ଏହି ପଦରେ ପିଲାମାନେ କୁହାଯାଇପାରିବ ଯେତେବେଳେ ସେ ବଡ଼ ହୁଏ, ତାର ଶିଶୁ ପ୍ରାଣ ନିଶ୍ଚିତ ଭାବରେ ପରିପୁଷ୍ଟ ହୁଏ, ଯେଉଁ ମାଟିର ଜଳ ଫଳ ଶାକ ତଣ୍ଡୁଳ ଏବଂ ରୂପ ରସ ଗନ୍ଧ ସ୍ପର୍ଶ ପାଇକରି ଯେତେବେଳେ ସେ ବଡ଼ ହୁଏ, ଯେତେବେଳେ ନିଜ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଏ ସେତେବେଳେ କ'ଣ ହୁଏ ନା ବିଚରଣ କୁହାଯାଇଛି, ବୁଲିବାକୁ କୁହାଯାଉଛି। ବୁଲିବାକୁ ଯିବା, ଅନ୍ୟ ରାଜ୍ୟକୁ କୌଣସି କର୍ମସଂସ୍ଥାନରେ ଯିବା ବିଚରଣ ଯେଉଁ କୁହାଯାଉଛି ବୁଲିବା। ବଖାଣଇ ଅର୍ଥାତ୍ କହିବା, ବଖାଣିବା କହିବା ଅର୍ଥରେ ବୁଝେଇବ ପିଲାମାନେ। ବଖାଣଇ ତହିଁ ନିଜ ରାଜା ନିଜ ରାଜ୍ୟ ଲୋକଙ୍କର ଶ୍ରେଷ୍ଠପଣ, ନିଜର ଗାରିମା, ନିଜର ମହତ୍ଵ, ନିଜର ସଂସ୍କାର, ନିଜର ନୀତିବାଦୀ ଆଦର୍ଶକୁ ଅନ୍ୟ ରାଜ୍ୟରେ ସେ ବଖାଣ କରେ, କହି ହୁଏ ମୋ ରାଜ୍ୟ ଶ୍ରେଷ୍ଠ, ମୋ ରାଜ୍ୟର ମଣିଷମାନେ ଶ୍ରେଷ୍ଠ, ମୋ ମାଟିର ଭାଷା ହିଁ ଶ୍ରେଷ୍ଠ, ତା ସହିତ ମୁଁ ମଧ୍ୟ ଶ୍ରେଷ୍ଠ। ଏଠି ମାତୃଭୂମି ପ୍ରତି ଯେଉଁ ମଣିଷର ଜାତୀୟ ଚେତନା ସୃଷ୍ଟି ହୁଏ, ଜାତୀୟ ଚେତନାର ଭାବ ଉଦ୍ରେକ ହୁଏ, ଏଠି କୁହାଯାଇଛି ବଖାଣଇ ତହିଁ ନିଜ ରାଜା ରାଜ୍ୟ ଲୋକଙ୍କର ଶ୍ରେଷ୍ଠପଣ। ହାତୀ ଘୋଡ଼ା ଠାରୁ ଛେଳି ମେଣ୍ଢା ଯାଏ ସବୁ ତା ରାଜ୍ୟର ଭଲ, ସକଳ ସୁଖର ଆକର ତହିଁର ରାଜ୍ୟଟି ଅଟେ କେବଳ। ତା ରାଜ୍ୟର ହାତୀ, ତା ରାଜ୍ୟର ଘୋଡ଼ା, ତା ରାଜ୍ୟର ବିରାଡ଼ି କୁକୁର ଏ ମାନେ ମଧ୍ୟ ସମସ୍ତେ ବହୁତ ଭଲ। କାରଣ ନିଜକୁ ନିଜେ ଯେଉଁ କୁହାଯାଉଛି ଅତି ଉଚ୍ଚ ବିଳାସ ଉଚ୍ଚ ଭାବନା ସୃଷ୍ଟି କରିବା ନିଶ୍ଚିତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ ଏକ ସକାରାତ୍ମକ ପ୍ରକ୍ରିୟା ଏଠି କୁହାଯାଉଛି। ନିଜ ରାଜ୍ୟର ହାତୀ ଘୋଡ଼ା ଏବଂ ଏମାନେ ଛେଳି ମେଣ୍ଢା ସମସ୍ତେ ନିଶ୍ଚିତ ଭାବରେ ଭଲ, ସବୁ ସୁଖର ଆକର ସେମାନେ, ଯେଉଁ ରାଜ୍ୟ ତାର, ଯେଉଁ ରାଜ୍ୟରେ ସେ କେବଳ ବାସ କରୁଛି। ଆହୁରି ମଧ୍ୟ କୁହାଗଲା ତହୁଁ ବଡ଼ ହୋଇ ଯାଇଥାଏ ଯେବେ କେହି କେବେ ଦେଶାନ୍ତର, ସ୍ୱର୍ଗରୁ ଅଧିକ ବୋଲି ବୁଝେ ତେବେ ଯେଉଁ ଦେଶେ ତାର ଘର। ଯଦି କେବେ ବଡ଼ ହୁଏ ଆହୁରି ମଧ୍ୟ ଦେଶାନ୍ତର ଯାଇଥାଏ ଅର୍ଥାତ୍ ଅନ୍ୟ ଦେଶ, ଦେଶାନ୍ତର ଅର୍ଥାତ୍ ଅନ୍ୟ ଦେଶ, ଯଦି ଅନ୍ୟ ଦେଶକୁ ଯାଏ ଏଠି ପିଲାମାନେ କ'ଣ କୁହାଗଲା, ପିଲାଟି ନିଜ ପଡ଼ାରୁ ଅନ୍ୟ ପଡ଼ାକୁ ଯିବ, ନିଜ ଗ୍ରାମରୁ ଅନ୍ୟ ଗ୍ରାମକୁ ଯିବ, ନିଜ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବ, ଏଠାରେ ପୁଣି ନିଜ ଦେଶରୁ ଅନ୍ୟ ଦେଶକୁ ମଧ୍ୟ ଯିବ, ଯେଉଁ କୁହାଯାଉଛି ତାର ସମ୍ପ୍ରସାରଣ ହେଉଛି, ତାର ନିଶ୍ଚିତ ଭାବରେ ଆଗକୁ ଆହୁରି ସେ କିଭଳି ଭାବରେ ଏଠି ବର୍ଣ୍ଣନା କରିଛନ୍ତି ଅତି ଚମତ୍କାର ଭାବରେ ଶିଶୁର ମନସ୍ତତ୍ୱକୁ ଆଧାର କରି। ତହୁଁ ବଡ଼ ହୋଇ ଯାଇଥାଏ ଯେବେ କେହି କେବେ ଦେଶାନ୍ତର, ଅନ୍ୟ ଦେଶକୁ ଯାଇଥାଏ, ସେ ନିଜ ରାଜ୍ୟକୁ ସ୍ୱର୍ଗଠାରୁ ଆହୁରି ଯେଉଁ କୁହାଯାଉଛି ଅଧିକ ତତୁଲ୍ୟ
ସ୍ୱର୍ଗଠାରୁ ମନେ କରିଥାଏ ନିଜ ଦେଶକୁ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ। ଏହି ମହାନ ଉକ୍ତିରେ କୁହାଯାଇଛି ନିଜର ଜନ୍ମଭୂମି ଜନ୍ମମାଟି ଯିଏ ସ୍ୱର୍ଗଠାରୁ ମଧ୍ୟ ମହିୟାନ, ଏଥିରେ ସ୍ୱର୍ଗଠାରୁ ମଧ୍ୟ ବଡ଼ ନିଜ ଜନ୍ମମାଟି ପ୍ରତି ନିଜ ମାତୃଭାଷା ପ୍ରତି ଯିଏ ଗର୍ବ ଅନୁଭବ କରେ ଯଥାର୍ଥ ସେ ମାତୃଭକ୍ତ ମାଟିଭକ୍ତ ଦେଶଭକ୍ତ ଏହା କୁହାଯାଇପାରିବ ନିଶ୍ଚିତ ଭାବରେ ପିଲାମାନେ। ଆହୁରି ମଧ୍ୟ କୁହାଯାଇଛି ଜ୍ଞାନ ବଳେ ଯେବେ ଜାଣେ ସମସ୍ତଙ୍କ ଜନକ ଜଗତପତି ସହୋଦର ଜ୍ଞାନ କରେ ଅବନୀର ମାନବ ସମାଜ ପ୍ରତି। ସୁନ୍ଦର ଉକ୍ତି। ଆମେ କହୁଥିଲେ ସଂସ୍କାର ତାଙ୍କ କବିତାରେ ନୀତି ଆଦର୍ଶ ଏବଂ ଦେଶପ୍ରୀତିର ଝଲକ କିଭଳି ଭାବରେ ଦେଖିବାକୁ ମିଳିଥାଏ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚନାରେ। ଯଦି ନିଜର ଜ୍ଞାନ ବଳରେ ଜାଣେ ଯେ ଏ ଜଗତର ବିଶ୍ୱପତି ଜଣେ ସମସ୍ତଙ୍କର ଜନକ ଜଗତ ପିତା ପ୍ରଭୁ ପରମେଶ୍ୱର ସେ ସମସ୍ତଙ୍କର ପିତା ଅଟନ୍ତି, ତେଣୁ ସେ এই ଜଗତର ସମସ୍ତ ନର ନାରୀ ତାର ସହୋଦର ସାଥୀ ସମସ୍ତଙ୍କୁ ସମସ୍ତ ଜୀବଜଗତର ପ୍ରାଣୀମାନଙ୍କୁ ସହୋଦର ଅର୍ଥାତ୍ ଭାତୃ ଜ୍ଞାନ କରିଥାଏ, ଭାଇ ଜ୍ଞାନ କରିଥାଏ। ସହଯୁକ୍ତ ଉଦର ଯେଉଁ କୁହାଯାଏ ସହୋଦର ସେ ଭାଇ ଜ୍ଞାନ କରିଥାଏ ସମସ୍ତ ଜୀବଜଗତର ପ୍ରାଣୀମାନଙ୍କୁ। ଏଇ କଥା ସେ କୁହାଯାଉଛି ସମସ୍ତ ମାନବ ସମାଜ ତାର ସମସ୍ତେ ଭାଇ। ଅବନୀ ଶବ୍ଦ କୁହାଯାଇଛି ପିଲାମାନେ, ଅବନୀ ଅର୍ଥ ପୃଥିବୀ ନିଶ୍ଚିତ ଭାବରେ। ତେବେ ସେ ଜାଣଇ ଯେ କରଇ ଯେତେ ଲୋକଙ୍କର ଉପକାର ବିଶ୍ୱପତିଙ୍କର ବିଶ୍ୱଗୃହ ଅଟେ ସେ ତେତେ ଯୋଗ୍ୟ କୁମାର। ସେ କହିଲେ ସେ ଜାଣେ ଯିଏ ଲୋକଙ୍କର ଯେତେ ଉପକାର କରିପାରେ। ଜଗତପତି ପରମ ପିତା ଆମକୁ ଏ ସୃଷ୍ଟିକୁ ପଠାଇଛନ୍ତି ଅମୃତକୁ ବିତରଣ କରିବା ପାଇଁ, ଅମୃତକୁ ବାଣ୍ଟିବା ପାଇଁ। ତେବେ ସିଏ ଜାଣେ ଯିଏ ଯେତେ ଲୋକଙ୍କର ଉପକାର କରେ, ଯିଏ ଯେତେ ଅମୃତକୁ ବାଣ୍ଟେ, ଅଥଚ ଯିଏ ଯେତେ ଜନହିତରେ ଆସେ, ଯିଏ ଯେତେ ଲୋକଙ୍କର ଉପକାର କରିପାରିବ ବିଶ୍ୱପତି ପରମ ପିତାଙ୍କର ଯେ ପ୍ରଭୁଙ୍କର ଯିଏ ସେ ନିଶ୍ଚିତ ଭାବରେ ତାର ଯୋଗ୍ୟ କୁମାର। ଏଇ ଭଗବାନଙ୍କର ସେ ଶ୍ରେଷ୍ଠ ସନ୍ତାନ ଅମୃତର ସନ୍ତାନ ରୂପେ ଖ୍ୟାତି ଲାଭ କରିବ, ଏଥିରେ ସନ୍ଦେହ ନାହିଁ। ଆସନ୍ତୁ ପରବର୍ତ୍ତୀ ପଦକୁ ଆଲୋଚନା କରିବା। କୁହାଯାଇଛି ଏହି ରୂପେ ଗ୍ରାମ କଥା ରାଜ୍ୟ କଥା ଦେଶ କଥା ବିଶ୍ୱ କଥା ମାନବ ଜୀବନେ ପ୍ରତୀତ ହେବାର ଦର୍ଶିତ ହୁଏ ସର୍ବଥା। ଯଦିଓ ଭାଷା କ୍ଲିଷ୍ଟ ତଥାପି ପିଲାମାନଙ୍କ ପାଇଁ ଅତ୍ୟନ୍ତ ସହଜ ଏବଂ ବୋଧଗମ୍ୟ ଏହାକୁ କରିବାକୁ ହେବ। ଏହି ରୂପେ ଗ୍ରାମ କଥା ରାଜ୍ୟ କଥା ଦେଶ କଥା ଏବଂ ବିଶ୍ୱ କଥା ମାନବ ଜୀବନେ ପ୍ରତୀତ ହେବାର ଦର୍ଶିତ ହୁଏ ସର୍ବଥା। ପ୍ରତୀତ ହୁଏ ଯେଉଁ କୁହାଯାଉଛି ମଣିଷ ଜୀବନରେ ସର୍ବଜ୍ଞାନରେ ସର୍ବସୃଷ୍ଟିରେ ଏହା ନିଶ୍ଚିତ ଭାବରେ ଆତ୍ମକଥନ ରୂପେ ବିବେଚିତ ହୁଏ। ଗାଁର କଥାଟିଏ ରାଜ୍ୟର କଥାଟିଏ ଦେଶର କଥାଟିଏ ବିଶ୍ୱର କଥାଟିଏ। ଆମେ କହୁଥିଲେ ଯିଏ ଭଲ ପରିବାରବାସୀ ସିଏ ଭଲ ଗ୍ରାମବାସୀ, ଯିଏ ଭଲ ଗ୍ରାମବାସୀ ସିଏ ଭଲ ଅଞ୍ଚଳବାସୀ, ଯିଏ ଭଲ ଅଞ୍ଚଳବାସୀ ସିଏ ଭଲ ଜିଲ୍ଲାବାସୀ, ଯିଏ ଭଲ ଜିଲ୍ଲାବାସୀ ସିଏ ଭଲ ଓଡ଼ିଶାବାସୀ, ଯିଏ ଭଲ ଓଡ଼ିଶାବାସୀ ସିଏ ଭଲ ଭାରତବାସୀ, ଯିଏ ଭଲ ଭାରତବାସୀ ସିଏ ଭଲ ବିଶ୍ୱବାସୀ। ଏଇଭଳି ଭାବରେ ଆମେ ବିଶ୍ୱକୁ ସମ୍ପ୍ରସାରିତ କରିବା, ଆମ ମାତୃଭୂମି ଆମ ମାତୃଭାଷାକୁ ବିଶ୍ୱ ସହିତ ଯୋଡ଼ି ପାରିବା। କୁହାଯାଇଛି ମାନବ ଜୀବନେ ପ୍ରତୀତ ହେବାର ଦର୍ଶିତ ହୁଏ ସର୍ବଥା। ଆମ ମହାପୁରୁଷମାନେ କିଭଳି ଭାବରେ ନିଜ ଗ୍ରାମକୁ ବିଶ୍ୱ ସହିତ ଯୋଡ଼ିଛନ୍ତି, ଯେଉଁମାନେ ଭାବନାରେ କାୟରେ କ୍ଲେଶରେ କେବେ ହେଲେ ମାତୃଭୂମି ପ୍ରତି ଅବମାନନା କରିନାହାନ୍ତି, ମାତୃଭୂମିକୁ ଅବହେଳା କରିନାହାନ୍ତି, ମାତୃଭୂମିର ଜୟ ଜୟକାର କରିଛନ୍ତି ଏହି କଥା କୁହାଯାଇଛି। ଏବଂ ଶେଷରେ ଆହୁରି ସେହି ସୁନ୍ଦର ପଦଟିଏ ମାତୃଭୂମି ମାତୃଭାଷାରେ ମମତା ଯାହୃଦେ ଜନମି ନାହିଁ ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ଅର୍ଥାତ୍ ମାତୃଭୂମି ଆଉ ମାତୃଭାଷା ଏହା ପ୍ରତି ଯାହା ହୃଦୟରେ ମମତା ନାହିଁ, ସ୍ନେହ ନାହିଁ, ଆବେଗ ନାହିଁ, ତଲ୍ଲୀନ ଭାବନା ନାହିଁ, ସିଏ ଯଦି ଜ୍ଞାନୀ ହେବ ତେବେ ଅଜ୍ଞାନ କୁଆଡ଼େ ଯିବେ।